ରାତିରେ ଏ ବଲ୍ଟି ଆସିବାରୁ ଆଦି ବାବା ଶୋଇ ପଡିଥିବାରୁ ଦେଖିପାରିନଥିଲେ। କେମିତି ଜଳୁଛି ବୋଲି ଲଗେଇ ଦେଖିବା ପାଇଁ ସକାଳୁ ତାଙ୍କ ବାବାଙ୍କୁ କହିଲେ। ଘରର ବ୍ରାଇଟନେସ୍ ଦେଖି ଆଦି ବାବା କହିଲେ, ବାବା ଏ ବଲ୍ଟି ଏଇଠି ଲଗଉନ, ମୁଁ ବି ପାଳି ଧରି କହିଲି ମୋ ଭିଡିଓ ବି କ୍ଲିୟର ଆସିବ। ପତିଦେବ ଏକଥା ଶୁଣି କହିଲେ, ତମ ପାଇଁ ଗୋଟେ ବଡ ବଲ୍ ନେଇ ଆସିବି, ସେଇଟା ବି ଭଲ ଜଳିବ। ପରେ ପତିଦେବ ଖାଇ ଖୁଇ ବାହାରିଲେ ଡ୍ୟୁଟି। ତାପରେ ମୁଁ ଆସି ଖାଇବା ପାଇଁ ଖୋଲିଥିଲି ମୋ ପେଟିସ୍ ପେଟି। ଥିଲା ମାତ୍ର ସେଥିରେ ଗୋଟିଏ। ଆଗକୁ ସେତିକି ବେଳେ ବଡ ଭଣଜା ଆସି ପହଞ୍ଚିଲେ ଆଉ ଯାଇଥିଲା ସିଏ ତାଙ୍କ ପାଟିରେ। ଦାନେ ଦାନେ ପେ ଲିଖା ହେ ଖାନେ ବାଲା କା ନାମ। ଏ କଥାଟା କଣ ମିଛରେ କୁହାଯାଇଛି? ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ଆଶୀର୍ବାଦ ନବା ପାଇଁ ଆସିଛନ୍ତି। ଆଜି ପରା ତାଙ୍କ ଜନ୍ମଦିନ ଅଛି। ସତରେ କେତେ ବଡ ପିଲା ହେଇଗଲେଣି, ଚାକିରି କରି ଆଣିଛନ୍ତି ମିଠା ପ୍ୟାକେଟ। କାଲି ପରି ଲାଗୁଛି, ମୁଁ ବାହା ହେଇକି ଆସିଲା ବେଳେ ଥିଲେ ସିଏ କେତେ ଛୋଟ। ଆଗରୁ ସବୁଦିନ ଆମ ଘରକୁ ଆସନ୍ତି ସିଏ। ଗୋଳେଇ ପୋଳି ମୁଁ ତାକୁ ମୋ ନିଜ ହାତରେ ଖୁଆଇ ଦିଏ। ଏବେ ତ ସେ ବଡ ପିଲା ହେଇଗଲେଣି, କଲେଜ ସାରି ଚାକିରି ବାକିରି ବି କଲେଣି। ପି ଆଣିଥିବା ମିଠାକୁ ସାନ ବୋଉଙ୍କୁ ଗୋଟେ ଖୁଆଇ ଦେଇ ଚାହା ଦିଟକ ପିଇଥିଲି ଯାଇ। ଘରକୁ ବାଇଗଣଟେ ପୋଡି ଖାଇବି ଭାବିଲି। ବୋଉ କହିଲା ଯେ ଜୁତିଆ ଓଷାକୁ ମା ଦୁର୍ଗା ବସିବେ ଆଜି 16 ପୂଜାରେ, ସେଥିପାଇଁ କିଛି ପୋଡା ପୋଡି ହବ ନାହିଁ ଘରେ। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।